ଖାଇବି ଆରାମ କରିବି କହିଲେ ଇଏ ମୋତେ ଏମିତି ନାଟକ କରୁଛି ମାଜା ପାଇଁ ବୋଲିକି ସାମାନ୍ୟ ମାଜା ପାଇଁ ବୋଲିକି ସ୍ତ୍ରୀ ଝଗଡ଼ା କରୁଛି ମାନେ ଏତେ ଛୋଟିଆ କଥା ଗୋଟେ ତାଙ୍କୁ ଝଗଡ଼ା କଲେ ହଁ 1000 ଟଙ୍କା ଡ୍ରେସ୍ ପାଇଁ 2000 ଟଙ୍କା ଶାଢ଼ୀ ପାଇଁ ଝଗଡ଼ା କରିବା କଥା ସେଇଟା ବି ଛାଡ଼ୁନି ଗା ସେଥିରେ ବି ଝଗଡ଼ା ମାନେ ଟଙ୍କାଠୁ ଷ୍ଟାର୍ଟ କରିକି ଯେ 10,000 ପର୍ଯ୍ୟନ୍ତ ଝଗଡ଼ା ଖାଲି ଆଉ କହୁଛି ସାଙ୍ଗମାନେ କି ମୋବାଇଲ ଦରକାର କେଡ଼େ ଚାଲିଲା କି ମୁଁ ସେଥିପାଇଁ କହିଲି ସାଙ୍ଗମାନେ ଆଉ ଠିକ୍ ଅଛି ରିଏଲମି 16 ପ୍ରୋ କିଣିଦେବି ଆଉ ସେ 16 ପ୍ରୋ ମୁଁ ନେଇଯିବି ଆଉ ମୋ ଭିଭୋ 40 ତମେ ଧରିଦେବ ବୋଲି କହିଲେ କହୁଛି ହଁ ଧରିଦେବି କହୁଛି ଏ ମୋବାଇଲ ପଇସା ନାହିଁ ଜାଣିଦେଇଛି ନା ସେଥିପାଇଁ ମୋ ସହ ମଜାକ କରୁଛି ମାନେ ୱେଲକମ୍ ଟୁ ମାଇ ବ୍ଲଗ୍ ଅଷ୍ଟମ ବିଷ୍ଣୁ ବ୍ଲଗ୍ ଷ୍ଟୋର୍ ସମସ୍ତେ କେମିତି ଅଛନ୍ତି ଭଲରେ ଥିବେ ବୋଲି ଆଶା କରୁଛି ମୁଁ ବି ଭଲରେ ଅଛି ଆଉ ଗୋଟେ ନୂଆ ବ୍ଲଗ୍ରେ ଆପଣମାନଙ୍କୁ ସମସ୍ତଙ୍କୁ ୱେଲକମ୍ ଆଜିର ବ୍ଲଗ୍ ସାଙ୍ଗମାନେ ଏବେ ଡ୍ୟୁଟିରୁ ମୁଁ ପଳେଇ ଆସିଲି ଡ୍ୟୁଟିରୁ ଆସିଲା ବେଳେ ସ୍ତ୍ରୀଟା ରାଗିକି ମୋ ଉପରେ ରାଗ ରଖିକି ସବୁବେଳେ ଗୋଟିଏ କଥା ସାଙ୍ଗମାନେ ଛୋଟ ପିଲା ହେଇଗଲା ମୋ ଅଷ୍ଟମୀ ତା ଦେଖିଲେ ମୋତେ ରାଗ ଲାଗୁଛି କେମିତି ଛୋଟ ପିଲା ହେଇଛି ବାଡ଼େଇବ ସେମିତି ବାଡ଼େଇବା ପାଇଁ ଇଚ୍ଛା ଲାଗୁଛି ଛୋଟ ଛୋଟ କଥା କହିବ ସିଏ ଗୋଟେ କଥା ଧରିକି ସିଏ ସବୁବେଳେ ଘାଣ୍ଟିକି ଥିବ ସେଇଠି କହୁଛି ସାଙ୍ଗମାନେ କହୁଛି ମାଜା ଆଣିକି ଦେ ନହେଲେ ଦରକାର ନାହିଁ ମୁଁ ରୋଷେଇବାସ କରିବି ନାହିଁ କହୁଛି ଏଇଟା ଗୋଟେ କଥା ସାଙ୍ଗମାନେ ଏମିତିଆ କରିବେ ସମସ୍ତେ ଦିନେ ଯାଏ କାମ କରିକି ଆସିବି ମୁଁ ରାତି ଅଧରେ ଶାନ୍ତିରେ ଖାଇବି ଆରାମରେ ରହିବି ବୋଲି କହିଲେ ଇଏ ମୋତେ ଏମିତି ନାଟକ କରୁଛି ମାଜା ପାଇଁ ବୋଲିକି ସାମାନ୍ୟ ମାଜା ପାଇଁ ବୋଲିକି ସ୍ତ୍ରୀ ଝଗଡ଼ା କରୁଛି ମାନେ ଏତେ ଛୋଟିଆ କଥା ଗୋଟେ ଝଗଡ଼ା କଲେ ହଁ 1000 ଟଙ୍କା ଡ୍ରେସ୍ ପାଇଁ 2000 ଟଙ୍କା ଶାଢ଼ୀ ପାଇଁ ଝଗଡ଼ା କରିବା କଥା ସେଇଟା ବି ଛାଡ଼ୁନି ଗା ସେଥିରେ ବି ଝଗଡ଼ା ମାନେ ଟଙ୍କାଠୁ ଷ୍ଟାର୍ଟ କରିକି ଯେ 10,000 ପର୍ଯ୍ୟନ୍ତ ଝଗଡ଼ା ଖାଲି ଆଉ କହୁଛି ସାଙ୍ଗମାନେ କି ମୋବାଇଲ ଦରକାର ରିଏଲମି 16 ପ୍ରୋ ଦରକାର ମାନେ ହଜବେଣ୍ଡ ଯଦି 40,000 ଧରିଲେ ଆଉ ୱାଇଫ୍ 45,000 ଟଙ୍କା ମୋବାଇଲ ଧରିବି ବୋଲି କେଡ଼େ ଚାଲିଲା କି ମୁଁ ସେଥିପାଇଁ କହିଲି ସାଙ୍ଗମାନେ ଆଉ ଠିକ୍ ଅଛି ରିଏଲମି 16 ପ୍ରୋ କିଣିଦେବି ଆଉ ସେ 16 ପ୍ରୋ ମୁଁ ନେଇଯିବି ଆଉ ମୋ ଭିଭୋ 40 ତମେ ଧରିଦେବ ବୋଲି କହିଲେ କହୁଛି ହଁ ଧରିଦେବି କହୁଛି ଏ ମୋବାଇଲ ପଇସା ନାହିଁ ଜାଣିଦେଇଛି ନା ସେଥିପାଇଁ ମୋ ସହ ମଜାକ କରୁଛି ଆଉ ଚାଲନ୍ତୁ ସାଙ୍ଗମାନେ ଅଷ୍ଟମୀ କ'ଣ କରୁଛି ଏବେ କ'ଣ ପାଇଁ ସେ ରୋଷେଇ କରୁଛି ତା ରିଜନ୍ ସେ କହିବ ଏବେ ମୁଁ କହିଲି ଦେବି ସେମାନେ ବେବି ଡଲ୍ ହ୍ୱାଟ୍ ଆର୍ ୟୁ ଡୁଇଂ ନାଉ ଏଥିରେ ରୋଷେଇ କରୁଛ ହବ ଭାତ ଜଲ୍ଦି ହଁ କ'ଣ ପାଇଁ ଡ୍ୟୁଟି ଲେଟ୍ ହେଲା ଆପଣଙ୍କର ଦେଖନ୍ତୁ ସାଙ୍ଗମାନେ ରାତି ଅଧରେ ରାତି 10ଟା ବେଳେ ରୋଷେଇ କରାଯାଉଛି ମୋ ବେବିର ଟିକେ ଇଏ ଦେଖ ଟିକେ ତାର କାମ ରାତି ଅଧରେ ଆଉ ଏବେ ଭାତ ସହିତ କ'ଣ ମିକ୍ସିଂ ଚାରୁ ମାନେ ଚାରୁ ନାମ ଆମ୍ବୁଲ ଚାରୁ ସେଇଟା ତ ଓଡ଼ିଶାରେ ରୋଷେଇ କରୁଥିଲି ଆମ ଘରେ ଏଇଠି କେମିତି ଆସିଲା ଆମ୍ବୁଲ ଚାରୁ କିଏ କିଣିକି ଆଣିଲା ମିଛ କଥା କହିବାର ନାହିଁ ସତ କଥା କହିବାର କିଏ କିଣିକି ଆଣିଲା ନା କହିବାର ଅଛି ନା ବିଷ୍ଣୁର ନା କେତେ ସମୟ ଲାଗେ ରୋଷେଇ ହେବା ପାଇଁ ଆସ ତମ ସହିତ କଥା ଅଛି ଟିକେ ଆସ ତମ ସହିତ କଥା ଅଛି ଟାଇମ୍ ଏବେ 10ଟା ଅଧେ ହେଲା ହଁ ଚଳା ଦେଉ 12ଟା ହଉ ଘଣ୍ଟେ ହଉ ଯେମିତି ହେଲେ ଆଜି ଖାଇବାରେ ଖାଇବା ହଁ ଆପଣଙ୍କ ଲାଇସେନ୍ସ ଟିକେ ପକାଅ ଉପରେ ହେଲେ ବିନା ଲାଇସେନ୍ସରେ କିଛି କାମ ହେବନି ନିହାତି ଲାଇସେନ୍ସ ଜରୁରୀ ଅଟେ ମୋ ଧନ ଏପଟେ ଆସ କଥା ହେବା ଟିକେ ସାମାନ୍ୟ ଛୋଟ ଛୋଟ କଥାରେ ମୋ ସହ ଝଗଡ଼ା କରିବ ଆସ ଦେଖନ୍ତୁ ସାଙ୍ଗମାନେ ସ୍ୱାମୀ ସ୍ତ୍ରୀ ମଝିରେ ଝଗଡ଼ା କରାଉଛି କିଏ ବୋଲି କହିଲେ ସାମାନ୍ୟ ମାଜା ଆଖିଟି ବୋଲି ଦେଖିବି ଥମ୍ବନେଲ୍ ବନେଇବାର ଅଛି ସାମାନ୍ୟ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା କିଏ କରାଉଛି ମାଜା 20 ଟଙ୍କାରେ ସେଦିନ ଆଣିଥିଲେ 20 ଟଙ୍କାରେ ଛିଣ୍ଡିଥାନ୍ତା ଏବେ କହୁଛି ଅଧା ଲିଟର ଦରକାର ଏବେ ରାତି 10:30 ହେଲା ଏ ଭାତ ଖାଇବା ନା ତୁ ମାଜା ପିଇବ ହଁ ନା ସାଙ୍ଗମାନେ ମୋ ବେବି କାମ ବେଶୀ ଏକ୍ସଟ୍ରା ହେଇଯାଉଛି ସାଙ୍ଗମାନେ ତାର ଟାଇମିଂ ବି ଲେଟ୍ ନାହିଁ ଆଜି ବି ଲେଟ୍ ହେଇଗଲା ସେଥିପାଇଁ ଲେଟ୍ ହେଇଗଲା ବେଳେ ଏବେ ଆସିକି ଏବେ ମୁଁ କହିଲି ବାହାରେ ଖାଇଥାନ୍ତି ମନା ନାହିଁ
ସେ ଅଲରେଡ଼ି ଆଜି ବିରିୟାନୀ ଖାଇ ଦେଇଛି ଖରାବେଳେ, ମୁଁ ବି ବିରିୟାନୀ ଖାଇ ଦେଇଛି। ସେଥିପାଇଁ ମୋର ଟିକେ ଜୀର୍ଣ୍ଣ ଟିକେ ଅବସ୍ଥା ଟିକେ ଖରାପ ହେଇଛି। ସେଥିପାଇଁ ମୁଁ କହିଲି ଏବେ ଭିଡ଼ିଓ ଭାତ ଟିକେ ବନାଅ, ଆମ୍ବୁଲ ଚାର ଟିକେ ବନାଅ, ଯାଇକି ଆସ ବେବି ବୋଲି କହିଲା ପରେ ଆଉ ସେ ଆସିକି ରୋଷେଇ କରୁଛି। କ'ଣ କରିବା, ରୋଷେଇ ବି କରିବାର ଅଛି ନା। କ'ଣ ବ୍ଲୁଟୁଥ୍ ଧରିକି ଆସିଛ? ବ୍ଲୁଟୁଥ୍ ଦେଖେଇଦିଅ, ବ୍ରାଣ୍ଡ ବ୍ଲୁଟୁଥ୍ ମୋର। ବ୍ଲୁଟୁଥ୍ କେତେ ଟଙ୍କା? 3000 ଟଙ୍କା। ମୋବାଇଲ ମୋର 40,000 ଟଙ୍କା, ବ୍ଲୁଟୁଥ୍ 3000 ଟଙ୍କା। ଏତିକି ମୋର ହେଲେ ଇଏ ମୋ ଡାଇରେକ୍ଟ 45,000 ଟଙ୍କା ଟାର୍ଗେଟ୍ କରିଛି। 45 ଟାର୍ଗେଟ୍ କଲା, 5,000 ଟଙ୍କା ବ୍ଲୁଟୁଥ୍ ଦରକାର, 50 ଟାର୍ଗେଟ୍ କରିଛି। 50,000 ମୋ ପାଖରେ ନାହିଁ ବେବି। ତୁ ଝିକିକିରି ଚାପଡ଼ା ମାରିଲେ ବି ମୋ ପାଖରେ, ଝିକି ଚାପଡ଼ା ମାରିଲେ ମୋ ପାଖରେ 10,000 ଟଙ୍କା ବି 5,000 ଟଙ୍କା ବି ନାହିଁ। ପ୍ଲିଜ୍ ଦୟାକରି ମୋବାଇଲର ନା ଭୁଲିଯିବ। ଦୟାକରି 6 ମାସ ପରେ ମୋବାଇଲ କିଣିକି ଦେବା ଦାୟିତ୍ୱ ମୋର। ଆଉ 10,000 ସବସ୍କ୍ରାଇବ୍ ହେଇଯିବ ବୋଲି କହିଲେ ମୋବାଇଲ କିଣିକି ଦେବି ମୁଁ ତମକୁ। ଓକେ, ଆଉ ଭିଡ଼ିଓ ବି ବନେଇବା ପାଇଁ ପଡ଼ିବ। ମାଝେ ଏଇଥର ମୋ ହାତ କଥା ହେଲା ମାନେ ଏଇ ଅଷ୍ଟମୀର ଏମିତି କାମ ମୋ ସାମାନ୍ୟ ମାଝା ପାଇଁ। ମାଝା କାହାର ଫେଭରେଟ୍ ଥିଲା, କାହିଁ ଛାଡ଼ିଦେଲି? ପେଟ ଗରମ ପାଇଁ। ହଁ, ଏବେ ଆଉ କ'ଣ ପିଉଛି? ଥଣ୍ଡା। ସେ ଥଣ୍ଡାରେ ପେଟ ଗରମ ହବନି। ବିଷ୍ଣୁର ଚାଲାକି ଏମିତି ଚାଲାକି ଦେବେ। ହଁ, ଏତେ ଉଲ୍ଲୁ ବିଷ୍ଣୁ ବୋଲି କହିଲେ 1 ନମ୍ବର ଉଲ୍ଲୁଟା ନା ମୁଇଁ। ହଁ, କେତେ ସମୟ ଲାଗିବ ରୋଷେଇ? ପ୍ଲିଜ୍ ବେବି ଭାତ ଆଉ ଆମ୍ବୁଲ ଚାର ମିକ୍ସଚର ଅଛି, ମିକ୍ସଚର ସହିତ ଖାଇଦେବା। ହଁ, ପାମ୍ପଡ଼ ଟିକେ ଛାଣି ଦଉଛି, ଛାଣିକି ରେଡ଼ି କରିଦଉଛି। ତକ ଭାତ ହଉଛି, ଚାରୁ କାମରେ ମୁଇଁ ବିଜାର ହେଇଯାଇଛି। ଦିଟା ରୁମ୍ କ୍ଲିନ୍ କରାଯାଇଛି। ଟେକା ଟେକି ମୁଁ କେବେ ଟେକି ନାହିଁ, କେବେ ଟେକିବି ନାହିଁ ସାଙ୍ଗମାନେ। ସବୁ ଟେକା ଟେକି କରିକି ଆସିକି ତାପରେ ଦିଟା ରୁମ୍ କଲାବେଳକୁ 5ଟା 5:30 ବାଜିଗଲା। ତାପରେ ଆସିଲି ଏବେ ଅଷ୍ଟମୀ ୱେଟ୍ କଲି। ଅଷ୍ଟମୀ ୱେଟ୍ କଲାବେଳକୁ ତାର ଅଧଘଣ୍ଟା ଲେଟ୍ ହେଇଗଲା, 9:30 ହେଇଗଲା। ମୁଁ ସେଥିପାଇଁ କହିଲି ନା ବେବି ରୁମ୍କୁ ଜଲ୍ଦି ଯିବା ପାଇଁ ପଡ଼ିବ, 10ଟା ଭିତରେ ରୁମ୍କୁ ପଳେଇ ଯିବା ପାଇଁ ପଡ଼ିବ। ସେଥିପାଇଁ ବାହାରେ କିଛି ଆଣିଲି ନାହିଁ, କିଛି ଆଣିଦେଇଥାନ୍ତି ବାହାରେ, କାହିଁକି ଅଷ୍ଟମୀ ମୋତେ ବିଜୟ କରିବା ପାଇଁ ଇଚ୍ଛା ନାହିଁ। ତାପରେ ମୁଁ କହିଲି ନାଇଁ ଚାଲ ଭାତ ଟିକେ ଆରାମରେ ଖାଇବା, ପେଟ ଫୁଲ ହେବ, ଭାତ ଟିକେ ଖାଇବା ସନ୍ଧ୍ୟାରେ ବୋଲିକି ରାତିରେ ପ୍ଲାନିଂ କରି ଭାତ ଟିକେ ବସା ହେଉଛି। ଆଉ ଭାତ ଯଦି କମିଲେ ବି ମାଡ଼ ମାତ୍ର ମାରିବି, ଭାତ କମ୍ବ ନାହିଁ ପକ୍କା ପକ୍କା କଥା ବତେଇଲୁ। ଆମର ଭିଡ଼ିଓ ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଆଉ ମୁଁ ମର୍ଣ୍ଣିଂର ବ୍ଲଗ୍ ବି ଏମିତି ଟିକେ ଟିକେ ବନେଇକି ମୁଁ ବି ଶିଖିବି। ହଁ, ଶିଖିବି। ସର୍ଟ ଭିଡ଼ିଓରେ ମୋ ଅଷ୍ଟମୀର ଆମର 2 ଜଣର ଭଲ ଭଲ କମେଣ୍ଟ ଦେଉଛନ୍ତି ଆପଣମାନେ ସମସ୍ତେ। ଆଉ ଯେତିକି ଜଣ କମେଣ୍ଟ ଦେଉଛ ଆପଣମାନେ ସମସ୍ତଙ୍କୁ ଦିଲ୍ ସେ ଧନ୍ୟବାଦ। ଆପଣମାନେ ଭଲରେ ରୁହନ୍ତୁ, ଆମେ ବି ଭଲରେ ରହିବୁ। ଆଉ ଏମିତି ନୂଆ ନୂଆ ବ୍ଲଗ୍ ଆପଣଙ୍କୁ ଆଣିକି ଦେବୁ। ଆଜିର ବ୍ଲଗ୍ ଏତିକି ରଖୁଛୁ, କାହିଁ ମାନେ 10:40 10:45 ହେଇଗଲା। ଆଉ ରୋଷେଇବାସ କରିକି ଜଲ୍ଦି ଖାଇବା ପାଇଁ ପଡ଼ିବ। ଆଉ ଚାଲ ଏଇଟା ସକାଳ ମର୍ଣ୍ଣିଂରେ, ସବୁଦିନ ମର୍ଣ୍ଣିଂରେ 6ଟା ବେଳକୁ ଭିଡ଼ିଓ ଅପଲୋଡ଼ ହେବ। ଆପଣମାନେ ଦେଖିକି ମନ ଖୁସି କରିବା। କିଛି ଭୁଲ ଥିଲେ ଟିକେ କମେଣ୍ଟ ମାଧ୍ୟମରେ ସଜେସନ୍ ଦେବେ। ରଖୁଛି, ବାଏ ବାଏ, ଗୁଡ଼୍ ନାଇଟ୍, ସି ୟୁ, ଗୁଡ଼୍ ନାଇଟ୍, ରଖୁଛୁ।